नमस्कार। ନିଜସ୍ୱ ଜଣେ ବିଚାର ସମୀକ୍ଷକ ମୁଁ ପ୍ରଭୁ ଆଚାର୍ଯ୍ୟ। ମୋର ୟୁଟ୍ୟୁବଟିଏ ମଧ୍ୟ ଅଛି, ପ୍ରଭୁଜୀ କ୍ରିଏସନ୍। ହେଲେ ମୋର ଦୋକାନଟିଏ ମଧ୍ୟ ଅଛି। ଆମେ ଦୋକାନରେ ଯେଉଁ ଜିନିଷ ସବୁ ସାମଗ୍ରୀ ବିକ୍ରି କରୁଛୁ, ଯେଉଁଗୁଡ଼ାକ ସବୁ ଲେଖା ହେଇଛି ସିଗାରେଟ୍ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ, ମଦ ମଧ୍ୟ ଲେଖା ହେଇଛି ମାନେ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ, ଗୁଟୁକା ମଧ୍ୟ ଲେଖା ହେଇଛି ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ। ତେଣୁ କ'ଣ କ୍ଷତିକାରକ କ'ଣ ବେକ୍ଷତିକାରକ ତାକୁ କ'ଣ ସରକାର ଏଇ ଭାବେ ତର୍ଜମା କରିବେ? ଜିନିଷଟି ତିଆରି ହେଉଛି କେଉଁଠି, ଆଉ ITC କମ୍ପାନୀ ଗୋଟେ କମ୍ପାନୀ, ସେ କେତେ କ'ଣ ଦେଉଛି, ମଦ କମ୍ପାନୀ ସେ କେତେ କ'ଣ ସରକାରଙ୍କୁ ଦେଉଛି। ଆଉ ଯେବେ ସେଗୁଡ଼ାକ ବିକ୍ରି ନହେବ, ଲୋକ ଯେବେ ନ ଖାଇବେ, ଏତେ ଡାକ୍ତରଖାନା ଖୋଲା ହେଉଛି, ଏତେ ଲୋକ ମରୁଛନ୍ତି, ଏତେ ଲୋକ ସବୁ ପ୍ରାଣହାନି ଘଟୁଛି, ତାକୁ ମାନେ ସରକାର କ'ଣ କରିବେ ନା ଆମେ ବା କ'ଣ କରିବୁ? ଯେଉଁମାନେ ଛୋଟ ଦୋକାନୀ ଗୋଟିଏ ଗୋଟିଏ ଦୋକାନ କରିକି ତାଙ୍କ ସଂସାର ମଧ୍ୟ ସେ ପରିବେଷଣ ମାନେ ସଂସାର ଚଳାଉଛନ୍ତି, ସେମାନେ କରିବେ କ'ଣ? ସେମାନେ କେମିତି ଚଳିବେ? ଆଉ ତାଙ୍କର ବା ଅଛି କ'ଣ ସାମର୍ଥ୍ୟ? ଆଜି ଦେଖନ୍ତୁ, ମାନେ ଦେଶର ଯେଉଁ ଅବସ୍ଥା କହିଲେ ନ ସରେ। ବେକାରୀ ସମସ୍ୟା, ଦେଖନ୍ତୁ ବେକାରୀ ସମସ୍ୟା ଉପରେ ମୁଁ ଗୋଟିଏ କଥା କହିବି। ସରକାର ନିତାନ୍ତ ଆବଶ୍ୟକ ଅନୁଯାୟୀ ପଦକ୍ଷେପ ନେବା ଦରକାର। କାରଣ ବେକାରୀ ସମସ୍ୟା କଥା କହିଲେ ନ ସରେ। ଆଚ୍ଛା, ଯେଉଁମାନେ ବ୍ୟବସାୟ କରୁଛନ୍ତି, ସେ ମଦ ବେପାର କରନ୍ତୁ, ଗୁଟକା ବେପାର କରନ୍ତୁ, ଚାହା ବେପାର କରନ୍ତୁ। ଚାହାଟା କ'ଣ ଦେହ ପକ୍ଷେ କ୍ଷତିକାରକ ନୁହଁ? ତା ଦେହରେ କ'ଣ ନିକୋଟିନ୍ ରହୁନି? କେଉଁ ଜିନିଷରେ ମାନେ ନିକୋଟିନ୍ ନାହିଁ ଯେଉଁଟାକି ଶରୀର ପକ୍ଷେ କ୍ଷତିକାରକ? ଖାଲି ଗୁଟକାଟା ହେଇଗଲା। ଏତେ ଦିନ କେମିତି ଚାଲିଥିଲା ଗୁଟକା? ଏ କମ୍ପାନୀମାନଙ୍କୁ ପ୍ରଶୟ ଦେଇଛି କିଏ? ଇଏ ହେଉଛି ପ୍ରଥମ ପ୍ରଶ୍ନ। ଆଉ ଯେବେ ବି ଛୋଟିଆ ଛୋଟିଆ ଦୋକାନୀମାନେ ଆଣିକି ବିକ୍ରି କରିକି ତାଙ୍କ ଗୁଜରାଣ ସେ ମେଣ୍ଟଉଛନ୍ତି, 10 ଟଙ୍କା 20 ଟଙ୍କା 50 ଟଙ୍କା ପାଉଛନ୍ତି, ତାଙ୍କ ସଂସାର ସେ ପ୍ରତିପୋଷଣ କରୁଛନ୍ତି। ତା ଦେହରେ ମାନେ କିଏ ଜାଗା କିଣୁ, କି ତା ଝିଅ ବାହାଘର କରୁ, କି କିଏ ମାନେ ଖାଇବା ପାଇଁ ପେଟ କଷ୍ଟ ପାଇଁ ସେ ରୋଜଗାର କରୁଛି। ସେମାନେ ତ ଆଉ ଚୋରି କରୁନାହାନ୍ତି ନା। ସରକାର ପ୍ରଥମେ ମାନେ କଥାରେ ଅଛି କ'ଣ, ଶାସ୍ତ୍ରରେ ମଧ୍ୟ ଏହା ଲେଖା ଅଛି, ବର୍ଣ୍ଣିତ ଅଛି, ମୂଳୁ ମାଇଲେ ଗଲା ସରି ଦେବଙ୍କ ସଙ୍ଗେ କିମ୍ପା କଳି। ଆମେ ଏ ସାଧାରଣ ଛୋଟିଆ ଛୋଟିଆ ଦୋକାନୀମାନଙ୍କୁ ହଇରାଣ କରିବା। କ'ଣ ପାଇଁ ହଇରାଣ କରିବା? ସେମାନଙ୍କୁ ଆମେ ଥାନାକୁ ଟାଣିବା, କୋର୍ଟକୁ ଟାଣିବା, ଜେଲରେ ପୁରେଇବା। ଏହାର ମାନେ କ'ଣ? ଆପଣ ସେଠୁ ମୂଳରୁ ବନ୍ଦ କରୁନାହାନ୍ତି। ଯେଉଁଠି ତିଆରି ହେଉଛି, ଧରନ୍ତୁ ମୁଁ ଜଣେ କ୍ଷୁଦ୍ର ବ୍ୟବସାୟୀ, ମୁଁ ଆଣିକି ଗୋଟିଏ ସଫଲ ପ୍ୟାକେଟ୍ ହେଉ କି ନହେଲେ ଯେକୌଣସି ଜିନିଷ ହେଉ, ପାନ ମସଲା ହେଉ, ପାନ ଦୋକାନ ହେଉ, ଏ ତ ଯୁଗ ଯୁଗରୁ ରହିଛି। ତେଣୁ ଯେବେ ବି ଯେଉଁଠି ତିଆରି ହେଉଛି, ଯେବେ ଆପଣମାନେ ଭାବୁଛନ୍ତି ଯେ ପ୍ରକୃତ ଏହା ହେଉଛି ମାନେ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ, ବନ୍ଦ କରିଦିଅନ୍ତୁ। ସେଇ ଫ୍ୟାକ୍ଟ୍ରିକି ବନ୍ଦ କରିଦିଅନ୍ତୁ। ଯେଉଁଠି ତିଆରି ହେଉଛି ତାକୁ ଆଗେ ସିଲ୍ କରନ୍ତୁ, ତାକୁ ବନ୍ଦ କରନ୍ତୁ। ଆଉ ମାର୍କେଟରେ ଯାହା ତ ଅଛି ଆଜ୍ଞା, ତାକୁ ଲୋକ ତ ବିକ୍ରି କରିବେ। ମୁଁ ଗୋଟେ ଗରିବ ଲୋକ, ମୁଁ ଧର 1000 2000 5000 କେଉଁଠୁ ଧାର ଦେନା କରିକି ଆଣିଛି, ସେ ସୁଭଦ୍ରା ଯୋଜନାରୁ ଟଙ୍କା ଆଣିଛି, ମୁଁ ଦୋକାନଟିଏ କରିଛି, ମୁଁ ତା ଦେହରେ କିଛି ପଇସା ତା ଦେହରେ ଖଟେଇଛି। ଆପଣ ମୋତେ ଜେଲକୁ ନେବେ, ଥାନାରେ ପୁରେଇବେ, ଏଇସବୁ ମାନେ ଅପ୍ରୀତିକର ଜିନିଷ ମୋ ସହିତ କରିବେ। ମୁଁ ପୁଣି ସେ ପଇସାରେ ବଢ଼ିବି କେମିତି? କ'ଣ ବେପାର କରିବି କହୁନାହାନ୍ତି? ସେ 5000 ଟଙ୍କାରେ କ'ଣ ସୁନା ଦୋକାନ କରିହେବ? କ୍ଷୁଦ୍ର ବ୍ୟବସାୟୀମାନେ ଆଉ ସମସ୍ତେ କ'ଣ ଫଳ ପରିବା ଖାଇବେ? ଦେଖନ୍ତୁ ରାସ୍ତାର ଅବସ୍ଥା କହିଲେ ନ ସରେ। ରାସ୍ତା କଡ଼ମାନଙ୍କୁ ଆଉ ଦେଖି ହେବନି, ଚାହିଁ ହେବନି। ଏମିତି କିଏ ଫଳ ଟିକେ ଧରିକି ବସିଛି, କିଏ କୋବି ଟିକେ ଧରିକି ବସିଛି, କିଏ ଟିକେ ପରିବା ଧରିକି ବସିଛି, କିଏ ଆଳୁ ପିଆଜ ଟିକେ ଧରିକି ବସିଛି, କିଏ ଅଣ୍ଡା ଟିକେ ସିଝେଇକି ବିକୁଛି, ତାକୁ ବି ମଧ୍ୟ ଫୋପଡ଼ା କଚଡ଼ା ସବୁ ହେଉଛି, ମୁଁ ଦେଖୁଛି ଯା। ତାହେଲେ ଆମେମାନେ ବଞ୍ଚିବୁ କେମିତି? ଆମେ ପିଲାଙ୍କୁ ପାଠ ପଢ଼େଇବୁ, ମଣିଷ କରିବୁ,
ଆଉ ପିଲାଙ୍କୁ ଆମେ ଶିକ୍ଷା ଦେବୁ। ଖାଲି ଗୁଟୁକା ଶିକ୍ଷା ତ ଆପଣ ଦେଇଦେଲେ ନା, ନିକୋଟିନ୍ ସବୁ ବନ୍ଦ କରନ୍ତୁ ଆପଣ କରିଦେଲେ। ତାପରେ ଏବେ ସବୁ ଧରପଗଡ଼ ଆରମ୍ଭ ହେଇଯିବ। କାହାକୁ କେଉଁ ଦୋକାନୀକି ଗାଳି ଦେବେ, କେଉଁ ଦୋକାନୀ ମାଡ଼ ବି ଖାଇବେ, ଆଉ କେଉଁ ଦୋକାନୀ କ୍ଷୁଦ୍ର ବ୍ୟବସାୟୀ ମାନେ ଏଇସବୁ ଜିନିଷ ସବୁ କ'ଣ ହେଉଛି? ଆପଣମାନେ ଟିକେ ସରକାରରେ ଥାଇକି ମଧ୍ୟ ଭଲ ସରକାର, ମୋହନ ସରକାର ବଢ଼ିଆ ସରକାର, ଆମେ ଜାଣିଛୁ। ସେ ସ୍ୱାସ୍ଥ୍ୟବାନ ସରକାର ଖାଲି ନୁହନ୍ତି, ସବୁ କ୍ଷେତ୍ର ଉପରକୁ ଲକ୍ଷ୍ୟ କରିବା ସରକାର। ଓଡ଼ିଶାକୁ ଆଗେଇ ନେବାକୁ ସେ ମୁଣ୍ଡରେ ପୁରେଇଛନ୍ତି, ବହୁତ ବଢ଼ିଆ ପଦକ୍ଷେପ। କିନ୍ତୁ ତା ମାନେ ନୁହେଁ ଏଇ ଛୋଟିଆ ଛୋଟିଆ ବ୍ୟବସାୟୀକି ଆପଣମାନେ ହଇରାଣ କରନ୍ତୁନି। ଆପଣ ପ୍ରଥମେ ଚିନ୍ତା କରନ୍ତୁ, ଯେଉଁଠି ତିଆରି ହେଉଛି ସେଇ ଜିନିଷ ସେଠୁ ସରିବା ପର୍ଯ୍ୟନ୍ତ ମାନେ ଯେଉଁ ତିଆରି ହେଉ ତାକୁ ଆପଣ ସେଉଠୁ ବନ୍ଦ କରନ୍ତୁ, ସିଲ୍ କରନ୍ତୁ ତାଙ୍କୁ। ତାହେଲେ ସିଏ ଆଉ ଗୁଟକା ତିଆରି କରିବେନି, କି ଆମେ ଆଣିକି ବିକ୍ରି କରିବୁନି, ଦୋକାନରେ ଟଙ୍ଗେଇବୁନି, କି ଆମେ ଆଉ ଏ ହଟହାସ୍ୟ ହେବୁନି ଆପଣମାନଙ୍କ ପାଖରେ। ଦେଖନ୍ତୁ ଆଜ୍ଞା, ମୁଁ ଖାଲି ମୋରି କଥା କହୁନି, ହଜାର ହଜାର ଲକ୍ଷ ଲକ୍ଷ ବ୍ୟବସାୟୀମାନେ ସବୁ ଦେଖନ୍ତୁ, କିଏ କେମିତି ଦେନା କରିଛି, ଧାର କରିଛି, କରଜ ଆଣିଛି, ବ୍ୟାଙ୍କ ଲୋନ୍ ଆଣିଛି। ତା ଭିତରେ ସେମାନେ ସବୁ ବ୍ୟବସାୟ କରିଛନ୍ତି। କିଏ ଚା ଦୋକାନଟିଏ କରିଛି, କିଏ ପାନ ଦୋକାନଟିଏ କରିଛି, କିଏ ଗୁଟକା ମାଳ ଟଙ୍ଗେଇଛି, କିଏ ସିଗାରେଟ୍ ଟିକେ ବିକୁଛି। ITC କମ୍ପାନୀ ତାକୁ ବନ୍ଦ କରିଦେଉନାହାନ୍ତି ସେଉଠୁ। ଆଜ୍ଞା ମଦ କମ୍ପାନୀ ତାକୁ ବନ୍ଦ କରିଦେଉନାହାନ୍ତି ସେଉଠୁ। ନାଇଁ ତିଆରି ହେବନି, ତିଆରି ନହେଲେ ଏମାନେ କ'ଣ ଘରେ ତିଆରି କରିକି ବିକ୍ରି କରିବେ? ବ୍ୟବସାୟୀମାନେ ମାଡ଼ରେ ଆଙ୍କ ପିଠିରୁ ଚୋପଡ଼ା ଉଠାଇଦେବେ ଆପଣ। କିନ୍ତୁ ତା ଆପଣମାନେ କରୁନାହାନ୍ତି। ଏ ନିରୀହ ଯେଉଁ ମାନେ କଥାରେ ଅଛି କ'ଣ, ବାଘ ପଲ ଭିତରେ ଆପଣ ଛେଳିଗୁଡ଼ାଙ୍କୁ ସବୁ ବଧ କରୁଛନ୍ତି। ଏଇ ଲୋକ ହଇରାଣ ହରକତ ହେଉଛନ୍ତି, ନାନାଦି ପ୍ରକାର ଏ ପ୍ରକାର ଜିନିଷ ସବୁ ହେଉଛି। ଆପରେ ଲୋକ କ'ଣ କରିବେ? ଚୋରି କରିବେ? ଆଜ୍ଞା ଚୋରି କଲେ ତ ଜେଲରେ ବି ଜାଗା ହେବନି, କାରଣ ଦିନକୁ ଯେବେ ହଜାର ହଜାର ଲକ୍ଷ ଲକ୍ଷ ଲୋକ ଚୋରି କରନ୍ତି, କେଉଁଠି ଜେଲରେ ଜାଗା ଅଛି? ନାହିଁ। ତେଣୁ ସବୁ କଥାକୁ ଗୋଟେ ବିଚାରକୁ ଆପଣ ନିଅନ୍ତୁ, ବିଚାର ବିମର୍ଶ କରନ୍ତୁ। ଯେ ଯେବେ ଆପଣଙ୍କର ସେମିତି ତମାଖୁ ଦେଇକି ଆପଣ ଗୁଟକା ବିକ୍ରି କରାଉଛନ୍ତି, ତାକୁ ବି ଆପଣ ବନ୍ଦ କରନ୍ତୁ। ତମାଖୁ ବିହୀନ ଗୁଟକା ନହେଲେ ତାଙ୍କୁ କମ୍ପାନୀକି କୁହନ୍ତୁ କରିବେ, ସେ ହେବ। ଆଜ୍ଞା ଲୋକ ଖାଇବେ। ପାନ ଖାଉଥିଲେ, ଆଗେ ହରିଡ଼ା ଖାଉଥିଲେ, ତାପରେ ବାହାଡ଼ା ଖାଇଲେ, ତାପରେ ଗୁଆ ଟିକେ ଟିକେ ପାଟିରେ ପକାଇଲେ, ତାପରେ ପାନ ଖାଇଲେ। କେତେ ପାନ ବ୍ୟବସାୟୀମାନେ ହଇରାଣ ହରକତ ହେବେ। ସମସ୍ତେ କ'ଣ ଆଜ୍ଞା ସୁଭଦ୍ରା ଯୋଜନା 5-5ଟା 10-10ଟା ପାଇବେ ନା କ'ଣ ପ୍ରତି ପରିବାରରେ? ନାଇଁ, ଟିକେ ବିଚାରକୁ ନିଅନ୍ତୁ। ମୋହନ ସରକାର ଆଉ ମୋଦିଜୀ ସରକାର, ମୁଁ ତାଙ୍କୁ ନିବେଦନ କରୁଛି, ଆପଣମାନେ ସବୁ ଜିନିଷକୁ ବିଚାର କରନ୍ତୁ। ଆଉ ଯେବେ ବନ୍ଦ କରିବାର ଅଛି ତାହେଲେ ମୂଳରୁ ବନ୍ଦ କରନ୍ତୁ। ଯେଉଁମାନେ କିଣିଛନ୍ତି 5,000 10,000 ଟଙ୍କାରେ ଜିନିଷ ଆଣିକି ଘରେ ରଖିଛନ୍ତି, ବ୍ୟବସାୟରେ ପୁରେଇଛନ୍ତି, ସେମାନେ ପୁଣି ଏ ପଇସାକୁ କେଉଁଠୁ ଆଜ୍ଞା କେମିତି ଉଠାଇବେ? ଆପଣ ଗୋଟେ କାମ କରୁନାହାନ୍ତି, ଯେତେ ଛୋଟ ଛୋଟ କ୍ଷୁଦ୍ର ବ୍ୟବସାୟୀମାନେ ଅଛନ୍ତି ତାଙ୍କ ପାଖରୁ ଆପଣ ସିଜ୍ କରିଦିଅନ୍ତୁ ଜିନିଷ ସବୁ। ଜିନିଷ ସିଜ୍ କରିକି ତାଙ୍କୁ ତାଙ୍କର ଯେଉଁ କିଣା ରେଟ୍ରେ ଯେଉଁମାନେ ଜିନିଷ କିଣିଛନ୍ତି ତାଙ୍କୁ ସବୁ ପଇଠ କରିଦିଅନ୍ତୁ, ସରକାର ତରଫରୁ ପଇଠ କରିଦିଅନ୍ତୁ ଲିଷ୍ଟ କରିକି। ତାପରେ ଆପଣମାନେ ସେଠୁ ବନ୍ଦ କରନ୍ତୁ। ଆଉ ଏମାନେ ତ ଯିବେନି କିଣିବାକୁ, ଆଉ ମିଳିବନି ତ ସେ ଜିନିଷ, ଆଉ ଆସିବ କୁଆଡ଼ୁ? ନାହିଁ। ତେଣୁ ଆପଣମାନେ ଏଇସବୁ ଯେଉଁ ପଦକ୍ଷେପ ନେଉଛନ୍ତି, ୟା ଦ୍ୱାରା କ'ଣ କହିଲେ, ସେ BMC ହୁଅନ୍ତୁ, BDA ବାଲା ହୁଅନ୍ତୁ, ପୋଲିସ ବାଲା ହୁଅନ୍ତୁ, ପ୍ରଶାସନ ହୁଅନ୍ତୁ, ଆପଣ ସେମାନଙ୍କୁ ସବୁ ମାନେ ହଇରାଣ ହରକତକୁ ସବୁଆଡ଼କୁ ଛାଡ଼ୁଛନ୍ତି। ନା, ଏଇଟା ଗୋଟେ ଠିକ୍ ଉଚିତ ପଦକ୍ଷେପ ନୁହେଁ। ବିଚାର ବିମର୍ଶ କରି ସମସ୍ତ ଦଳର ନେତାମାନଙ୍କୁ ବସେଇ ଗୋଟେ ଆଇନକି ଆଉ ଥରେ ଆପଣମାନେ ପ୍ରଣୟନ କରନ୍ତୁ, ଯେଉଁଟାକି ଆପଣଙ୍କର ଖାଲି ନୁହଁ, ଦେଶବାସୀଙ୍କ ସ୍ୱାର୍ଥରେ ଆସିବ। ଦେଶବାସୀ ମଧ୍ୟ ଉପଶମ ହୋଇପାରିବେ, ଆଉ ଯେ ବ୍ୟବସାୟୀମାନେ ଉପଶମ ହୋଇପାରିବେ। ଆଜ୍ଞା ଯିଏ ଆଜ୍ଞା ଆପଣ ଗୁଣ୍ଡି କମ୍ପାନୀଟିକି ବନ୍ଦ କରିଦେବେ, ପାନରେ ତ ଗୁଣ୍ଡି ଦେଇ ହେବନି। ଆପଣ ଗୋପାଳ କମ୍ପାନୀଟିକି ବନ୍ଦ କରିଦେବେ, ପାନରେ ତ ଗୋପାଳ ଦେଇ ହେବନି। ଗୁଡ଼ାଖୁ କମ୍ପାନୀଟିକି ବନ୍ଦ କରିଦେବେ, ପାନରେ ତ ଗୁଡ଼ାଖୁ ଦେଇ ହେବନି ନା, ଗୁଡ଼ାଖୁ ତ ଲୋକ ଘଷି ପାରିବେନି। ସେଗୁଡ଼ାକ ମୂଳରୁ ଆପଣ ବନ୍ଦ କରୁନାହାନ୍ତି। ଗରିବ ଲୋକଙ୍କୁ ଏ 5-5 ହଜାର ଟଙ୍କା ଦେଇକି କାହିଁକି ଏମିତି ଅଟହାସ୍ୟ ଆପଣମାନେ ସବୁ କରୁଛନ୍ତି? ନାଇଁ ଆଜ୍ଞା, ଟିକିଏ ବିଚାର ବିମର୍ଶ କରନ୍ତୁ। ଆପଣଙ୍କ ହାତ ଯୋଡ଼ି ମୁଁ ପ୍ରଭୁ ଆଚାର୍ଯ୍ୟ, ଭୁବନେଶ୍ୱର। ଆଉ ଭୁବନେଶ୍ୱର ରହିବା ମୋର 40 ବର୍ଷଠୁ 45 ବର୍ଷ ହେଲା। ଆପଣ ଟିକେ ବିଚାରକୁ ଆଉ ଥରେ ପରୀକ୍ଷା କରନ୍ତୁ। ସୁପ୍ରିମକୋର୍ଟ କହିଦେଲା କ'ଣ? ସୁପ୍ରିମକୋର୍ଟ କହିବନି କି? ଆପଣ ଯାହା କହିବେ ସେଇ ହିସାବରେ, ତା ଆଇନ ଯାହା କହୁଛି ସେ କହିଦେଲା। କିନ୍ତୁ ଆପଣ ପା ହେଉଛନ୍ତି ଆଇନ ପ୍ରଣୟନ ଲୋକ। ଏଇଠି ଟିକେ ଆପଣ ବିଚାର କରନ୍ତୁ। ଓଡ଼ିଶାରେ ଓଡ଼ିଶାବାସୀ କେମିତି ବଞ୍ଚିବେ? କେତେଟା କଳକାରଖାନା କରିଦିଅନ୍ତୁ, କାହାକୁ କ'ଣ କେଉଁଠି ଲଗେଇଦେବେ, ବେକାରୀ ସମସ୍ୟା ଦୂର କରି, ତାହେଲେ ଭଲ ପଦକ୍ଷେପ ହେବ।
ହଉ ରହିଲି। ନିଜସ୍ୱ ସମୀକ୍ଷକ ପ୍ରଭୁ ଆଚାର୍ଯ୍ୟ, ଭୁବନେଶ୍ୱର। ଦେଖିବେ, ଲାଇକ୍, ସେୟାର, ସବସ୍କ୍ରାଇବ୍ ବହୁ ମାତ୍ରାରେ କରିବେ। ଜୟ ଜଗନ୍ନାଥ।